प्रभु जानिलिनी जानिलिनी तुम्हें मेरे विजय हेलनी प्रभु जानिलिनी जानिलिनी तुम्हें मेरे विजय हेलनी प्रभु जानिलिनी जानिलिनी प्रभु आश्रय करियछि हृदय थरुछि तोरे सुनी बारु तुम बाणी प्रभु जानिलिनी जानिलिनी तुम्हें मेरे विजय हेलनी प्रभु जानिलिनी जानिलिनी समर्पिला जिनेआनी ताकुळे चापिला पातळे तोरे विश्वास दिबारु पुणिले प्रभु जानिलिनी जानिलिनी तुम्हें मेरे विजय हेलनी प्रभु जानिलिनी जानिलिनी बापांकर प्रश्न है खाइबा समय रे जदि केश कटिब बाहरी से अन्न खाती ना फिंगाड़ी दिखती जदि ताको अबहत लगे छाड़ी दिखती जदि बहुत लगे खाती गरीब पिलाटा हो अन्न भाई जदि केश कटिब बाहर फिंगाड़ी पारे जानते अजाणते से प्रसाद सेवन कर दियो हेले जदि ताकू घृणा करुचे से केश धरी संसार में किए बुली यही कथा आसी बोली प्रश्न कहते दिने अरे बैलोचन बोली करी दाहार नाम ए परिवार मात्र कपाई नासीण तार पिंडल केश गठिक रही अछि केश मध्यरे ताहार जीवन रही जेतेबेले तार जीवन रहीण अरे मालती कन्या हेले प्रभु नारायण बैलोचन को जाई मात्र विवाह हेले घरे किछि दिन मात्र जाई रहिले से दिन मालती जंती पचारिण कुंभ मरण के स्थाने गछई रहीण नारी की पुरुष आनंदे पचारती बैलोचन गटी बुझाई कहती मुंडरे जे केशटा रही से केश दिए मोर धैर्य देवती मोहर निश्चय जे जीवन जीव पिंगल केश गठिक रही से केश धरी किए मात्र उपाड़ी देवती निश्चय मोहर जे जीव जीवन मृत्यु वरण मात्र कसे देले कहीन से दिन मालती कन्या बैलोचन को देश धरी पड़ी से दिन बैलोचन जीवन जाइए केशरे केश धरी किए बुलूला आप पचार गत वर्ष ये आपण भाया जड़े गाहाण जे बहुत कथा जानते जे गाहाण जानते से गाहाणी सी कहले गोटे भद्रलोक के प्रश्न करते अरे चढ़ई चढ़ा गछ उपरा घईता उपरे माइक चढ़ ओहो तार अर्थटा होगा किंतु से घईता उपरे माइक चढ़ा से घईता उपरे कार बाल का शक्ति कौन पाई से मुंडे धरी बुझुछंती सेटा मते ओहो जिमिति जलंधर मध्यरे प्रभु भगवान
ସେ ଯେତେବେଳେ ମାରିଛନ୍ତି ଜଳଧରକୁ, ଜଳଧର ବଜ୍ରକୀଟ ହୋଇ ଗଣ୍ଡୁକୀ ନଦୀରେ ପ୍ରଭୁ ଭଗବାନଙ୍କୁ କାଟି ଦିଅନ୍ତି। ଛାଡ଼ନ୍ତୁ, ମୁଁ ଏତେ କଥା ଆପଣ ଭଳିଆ କାହାଣୀ ଜାଣିନି ନାହିଁ, କିନ୍ତୁ ମୁଁ ଗୋଟେ ଜିନିଷ ଶୁଣିଲି, ଜାଣିଲି ଯେ ଏଠିକି ଆସି ଶୁଣିଲି ଯେ ଚଢ଼େଇ ଚଢ଼ା ପଛର ପଡ଼ା ଘଇତା ଉପରେ ନାହିଁ। ଏଇଟା ଯଦି ପ୍ରଶ୍ନ ହେଲା, ଏଇଟା ବି ଗୋଟେ ପ୍ରଶ୍ନ ହେଲା। ସେମିତି ସେ ଘଇତା ଉପରେ କାହାର ମୁଣ୍ଡରେ ବାଳ ଧରିକି ସେ ଭଗବାନ ବୁଲୁଛନ୍ତି, କାହା ସାପ୍ୟରୁ ବୁଲୁଛନ୍ତି, କିଏ ସେ ସାପ୍ୟ ଦେଇଥିଲା ତାଙ୍କ ବାଳ ଧରି ବୁଲିବା ପାଇଁ, କାହାର ବାଳ ଧରି ସେ ମୁଣ୍ଡରେ ବୁଲୁଛନ୍ତି। ହେଲେ ଆଜ୍ଞା ଏଇପରି କିଛି ଖଣ୍ଡ ଗାଁ ବୁଲିଛେ, କେତେ କେତେ ପ୍ରଶ୍ନ ଅଛି ଏ ନୌଟି ହାଣ୍ଡିରେ ଭର୍ତ୍ତି ହେଇଛି। ହାତରେ ଏ ପ୍ରଶ୍ନଟା କେବେ ଆସିବି ହେଲା। ହେଲେ କେଶ ଧରି କିଏ ବୁଲିଛନ୍ତି ବୋଲି ଯୋଉ ଭାଇ ପଚାରିଛନ୍ତି ପ୍ରଶ୍ନ, ଏଇଟା ହେଲା ନୂତନ ଦିନରେ ଶୁଣିବା କଥା। ଆଜ୍ଞା ଶୁଣନ୍ତୁ, ହଁ। ଅତି ସହଜ। ଯେମିତି ଆପଣଙ୍କୁ କହୁଛନ୍ତି ଯେ ଘଇତା ଉପରେ ମାଇକ ହେଲେ କୋଉ ଘଇତା ଉପରେ କୋଉ ମାଇକ ଚଢ଼ିକି ରହିଛି, ସେମିତି କୋଉ ଦିନେ ଘଇତା ମହାଦେବ କାହା ମୁଣ୍ଡରେ ବାଳ ଅଛି, ସେ ବାଳ କିଏ ଅଭିଶାପ ଦେଇଥିଲା, କିଏ ବାଳ ଧରି ବୁଲୁଛି, ସେଟା ଆପଣ କୁହନ୍ତୁ। ଠିକ ସବୁ ଭଗବାନ ମୁଣ୍ଡରେ ବାଳ ଅଛି, ହଁ, ହଁ। ଏକ୍ସଟ୍ରା ବାଳ କାହା ମୁଣ୍ଡରେ ଅଛି, ଏକ୍ସଟ୍ରା ଏକ୍ସଟ୍ରା ବାଳ କାହା ମୁଣ୍ଡରେ ଅଛି। ଦିନେ ପ୍ରଭୁ ଭଗବାନଙ୍କୁ ଜଳ ହୋଇଥିଲା ନାରାୟଣଙ୍କୁ। ହବନି? ହଉ ମହାଦେବଙ୍କୁ ନେଇକି ଦେଖେଇବା ଥର। ହେଲେ ଯଦି ସେହି ବିଷୟରେ ଶୁଣନ୍ତୁ, ମୟୂର ପୁଚ୍ଛ, ଶୁଣନ୍ତୁ ମୟୂର ପୁଚ୍ଛ ଯଦି ଆପଣ ବାଳ ନେବେ ନା ତାକୁ କଣ ନେବେ? ପିଛ ନେବା, ନାଇଁ ମୟୂର ପୁଚ୍ଛଟା କଣ, ମୟୂରର କଣ ପିଛଟା ବାଳ ବୋଲି କହନ୍ତି, ତାକୁ ଧରି ଗାନ୍ଧୀର ବାଳ ମନକୁ ଚୁଙ୍ଗିଗଲା ବୋଲି କହନ୍ତି। ଶୁଣନ୍ତୁ ପଣ୍ଡିତ ଜନ ଦେଇ ମନ କର୍ମ, କେଡ଼େ ସୁନ୍ଦର ପ୍ରେମ କହ ବାନ୍ଧିଲେ ପ୍ରଥମ। ସେଟା ତ ଗୋଟେ ବଡ଼ ପ୍ରଶ୍ନ ହେଲା। ଏ ପ୍ରଶ୍ନ ଯିଏ ଶୁଣିଛନ୍ତି ସମସ୍ତେ ଜାଣିଛନ୍ତି। ହେଲେ ନାରାୟଣ କାହିଁକି ମସ୍ତକରେ ଧରି ବୁଲୁଛନ୍ତି ହେଲା? ହେଲେ କାହିଁକି ନାରାୟଣ ମସ୍ତକରେ ଧରି ମହିର ପିଛୁଟାକୁ ବୁଲୁଛନ୍ତି? ଆଉ କଣ ନଥିଲା କି ମୁକୁଟ ନାହିଁ? ଯେତେବେଳେ ମଥୁରାରେ ରାଜା ହେଲେ ସ୍ୱର୍ଣ୍ଣ ମୁକୁଟ ମଧ୍ୟ ତାକୁ ପିନ୍ଧି ଦେଇଥାନ୍ତେ। ଅନେକ ସୁନା ଅଛି, ହୀରା ମୋତି ମାଣିକ ବୈଦୁର୍ଯ୍ୟ ସବୁ କଥା ହେଇଛି, ମାତ୍ର ଗୋଟେ ବାରଟାକୁ ଧରି ମୁଣ୍ଡରେ ବୁଲୁଛନ୍ତି। ରହିବ ଆଜ୍ଞା। ଦିନେ ରାଧାକୃଷ୍ଣ ବୃନ୍ଦାବନରେ ସର୍ପ ସର୍ପଣୀ ହୋଇ କ୍ରୀଡ଼ା କରୁଥିଲେ। କ୍ରୀଡ଼ା କରିବା ସମୟରେ କାର୍ତ୍ତିକଙ୍କର ବାହନ ଯେ ମୟୂର, ସେଇ ପର୍ବତ ଉଆଡ଼େ ଯାଇ ପହଞ୍ଚିଗଲେ। ଆରେ ଯେତେବେଳେ କାର୍ତ୍ତିକର ବାହନ ଯେଉଁ ଗଲା, ଆରେ ଯେତେବେଳେ ଯାଇନ ମୟୂର ଚାହିଁଦେଲା। ଆଜ୍ଞା ଶୁଣନ୍ତୁ, ଆଉ ଗୋଟେ କହିବି। ହଁ ଶୁଣନ୍ତୁ, ମୟୂର ପୁଚ୍ଛ, ଆଚ୍ଛା ମୟୂରର ରକ୍ତି ଅଛି? ହଁ, ମୟୂର ରକ୍ତି ନାହିଁ। ନାହିଁ। କାହିଁକି? ଅଭିଶାପ। କାହା ଅଭିଶାପରୁ ରକ୍ତି ଠିକ, ପାଇଲେ? ଆଉ ଟିକେ ଆଗୁଆ ହେଇଯିବ। ଆପଣ ଦୁଇ ପ୍ରକାର କହିଲେ। ଦିନେ ମହାଦେବ କପିଳାସରେ ନାହାନ୍ତି, ଦିନେ ପାର୍ବତୀ ଅଛନ୍ତି, ଦ୍ୱିତୀୟ ମହାଦେବ ହଉଛନ୍ତି କାର୍ତ୍ତିକେଶ୍ୱର। ପୁଅକୁ ଯାଇ କହିଲେ, ମା ବାପରେ ଦ୍ୱିତୀୟ ଶିବ ପରି ଦୋଷକୁ ମତେ ମୋ ପିଲାକୁ ପ୍ରୀତି କରିବାର ଅଛି। ତାଠୁ କହିଲେ କାର୍ତ୍ତିକେଶ୍ୱର କହିଲେ, ମା ଯଦି ମା ପୁଅ ଯଦି ପ୍ରୀତି ହେବ ସଂସାର ନଷ୍ଟ ହୋଇଯିବ, ସଂସାରେ କାହାକୁ କିଏ ମାନିବେ ନାହିଁ ଲୋ ମା। ପାର୍ବତୀ କହିଲେ, କାର୍ତ୍ତିକେୟ ଯଦି ମୋ ପିଲା ପ୍ରୀତି ନ କରିବୁ ଅଭିଶାପ ଦେବି। ମା ନିଶ୍ଚୟ ପ୍ରୀତି କରିବୁ, କହିବାର କଥା ଟିକେ ରକ୍ଷା କର, ଯଦି ରକ୍ଷା କରିବୁ ଆଜି ପ୍ରୀତି ହେବ। କାର୍ତ୍ତିକ କହିଲେ, ମା ଏମିତି ଗୋଟିଏ ସ୍ଥାନ ବୁଝିବା ଯେ କାଉ କଇଙ୍କର ଶବ୍ଦ ନ ପଡ଼ିଆଛ ମୋ କର୍ଣ୍ଣରେ। ଯଦି କାଉ କଇଙ୍କର ଶବ୍ଦ ମୋ କାନରେ ପଡ଼ିଯିବ ପ୍ରୀତି ହେବ, ଯଦି ପଡ଼ିବ ପ୍ରୀତି ହେବ ନାହିଁ, ନ ପଡ଼ିବ ପ୍ରୀତି ହେବ। ସେଇଦିନ କୃଷ୍ଣ ଭଗବାନଙ୍କୁ ଡାକୁଛନ୍ତି କାର୍ତ୍ତିକେୟ। କପିଳାସପୁର ଗୁମ୍ଫା ମଧ୍ୟରେ ଯାଇଛନ୍ତି, ଅତି ସୁନ୍ଦର କରି ମା ପାର୍ବତୀ ସେଇ ଗୁମ୍ଫାକୁ ନିର୍ମାଣ କରିଛନ୍ତି। ଆଜି ଦ୍ୱିତୀୟ ଶିବଙ୍କର ପ୍ରେମର ପ୍ରୀତି। ସେମାନେ କୋଉ ବନକୁ ଗଲେ? କୋଉ ବନକୁ ଗଲେ? କପିଳାସରେ ଏବେ କୋଉ ବନ? ଗୋଟେ ବନକୁ ଗଲେ,
ପ୍ରୀତି କରିବା ପାଇଁ ଗୋଟେ ବନୁ ଗଲେ ସେଟା କୋଉ ବନୁ ଏକାମ୍ର ବନ ବୋଲେ ହବ ହେଲା। ହେଲେ ସେଇ ଦିନରେ କାର୍ତ୍ତିକ କହୁଛନ୍ତି ମା ଯଦି ମାଙ୍କର ଯଦି ପ୍ରୀତି ହେବ ସଂସାର କିଏ ଶୁଣିବେ ନାହିଁ, ସଂସାର ଗୁଡ଼ିକ ନଷ୍ଟ ହୋଇଯିବ। କାନ୍ଦି କାନ୍ଦି କାର୍ତ୍ତିକ ପ୍ରଭୁଙ୍କୁ ନେତନ୍ତି ନ ରଖିଲେ ପ୍ରଭୁ ତୁମେ ନଷ୍ଟ ହବ ଅତି। ପ୍ରଭୁ ଭଗବାନଙ୍କୁ ଭାରି ଆକୁଳ ମଧ୍ୟରେ ଡାକିଲେ କାର୍ତ୍ତିକେଶ୍ୱର। ଡାକିବା ଘରୁ ମୟୁର କାର୍ତ୍ତିକଙ୍କର ବାହନ ଗୁମ୍ଫା ଦ୍ୱାର ମଧ୍ୟରେ ଯୋଗେଇ ଦେଲେ। ସେଇ ଗୁମ୍ଫା ମଧ୍ୟରେ ମା ପାର୍ବତୀ ଆଉ ଦ୍ୱିତୀୟ ଶିବ ଯେ କାର୍ତ୍ତିକେଶ୍ୱର ଯିବା ସମୟରେ ପ୍ରଭୁ ଭଗବାନ ଅନ୍ତର୍ଯାମିନାଥ ଅନ୍ତର ଜାଣିଲେ। ଯଦି ମା ପରେ କିଛି ପଚାରିବ ବା ଆଜ୍ଞା ଆପଣ ପଚାରିବ ଭଲ ପଳଉଛୁ କଣ ଆସ ଆସ। ଯଦି କାର୍ତ୍ତିକ କହିଲେ ପ୍ରଭୁ ତୁମେ ଯଦି ରକ୍ଷା ନ କରିବ ସମୟ ପାଖ ନିକଟକୁ ଆସିଲାଣି, ଏଥର ମା ପୁଅର ପ୍ରୀତି ଘଟିଯିବ। ଯେତେବେଳେ ଗୁମ୍ଫା ମଧ୍ୟକୁ ଯିବା ସମୟରେ ପ୍ରଭୁ ଭଗବାନ ମଧ୍ୟପୁରକୁ ଆସି ଆରେ ଗୋଟିଏ ମୟୁର ରୂପକୁ ଧରିଣ ଆରେ କକ କକ ଶବ୍ଦ ଗୋଟି ଦେଲା ନେହି ସେ ଶବ୍ଦ ଗୋଟି କଦେ ମାତ୍ର କତେ ପଡ଼ିଲା ମାହାକୁ ଯେ ପୁଅ ମାତ୍ର ବୁଝାଇ କହିଲା ମୁଁ ସତ୍ୟ କରିଥିଲି ମା ପ୍ରୀତି କରିବା ପାଇଁ ଆଜି ଶବ୍ଦ ଗୋଟି କାନରେ ପଡ଼ିଲା ଯାଇ ଆରେ ରାଗରେ ତୋର ତୋର ପାର୍ବତୀ ହଇନ ଗୁମ୍ଫା ମୁହଁରେ ମାତ୍ର ତୋ ବନ୍ଧୁ ଗଳା ମିଳିନ ନାରାୟଣ ମୟୁର ରୂପକୁ ଯେ ଧରିଛନ୍ତି କାର୍ତ୍ତିକୟର ମୟୁର ଗତିକ ରହିଛି କହିଲେ ପାର୍ବତୀ ଆରେ ପକ୍ଷୀବର ଆମ ବିରତି ନଷ୍ଟ ଯେ କରିଲ ମାତର ଆରେ ଯେପରି ଆମର ପ୍ରୀତି ଯେ ନଷ୍ଟ ହେଲା ତୁମ ସଂସାର ପ୍ରୀତି ନ ହଇବ ଯେ ପରା ଏତିକି ମାତା ପାର୍ବତୀ କହିନ ଯୋଗ ଧ୍ୟାନରେ ଜାଣିଦେଲେ କିଏ ସେ ଆସିନ ପ୍ରଭୁ ଭଗବାନ ନିଶ୍ଚୟ ଯେ ଆସିଛନ୍ତି ମୟୁର ରୂପରେ ଧରି କରିନ ଚେରଟି ଦିଅନ୍ତି। ପାର୍ବତୀ ମା କହିଲେ ପ୍ରଭୁ ମା ପରେ ପ୍ରୀତି ହୋଇଯିବ ବୋଲି ତୁମେ ଆସି ଆବାଦ କରିଦେବ ମୋ ପାଖରେ ତୁମେ ଯେମିତି ମୋର ପ୍ରୀତିକି ତୁମେ ଭଙ୍ଗା ନଷ୍ଟ କଲ ସଂସାର ମଧ୍ୟରେ ତୁମର ମଧ୍ୟ ପ୍ରୀତି ଭଙ୍ଗା ନଷ୍ଟ ହେବ ଯଦି ପ୍ରୀତି ହବ ମୃତ୍ୟୁ ନା ପାପ ହୋଇ ଧ୍ୱଂସ ହେବ ମା ପାର୍ବତୀ କହିଥିଲେ ଆପଣ ଟିକେ ଭୁଲ କରିବେ ଏଇ ଲାଗି ଆଉ କ'ଣ ଠିକ ଅଛି ଯେତେବେଳେ ମୟୁର ଆସିକିରି ତାଙ୍କର କାର୍ତ୍ତିକେଶ୍ୱରଙ୍କର ପାର୍ବତୀଙ୍କର ପ୍ରୀତି ଭାଙ୍ଗିଲା ହଁ ଏର ମୟୁର ତୁ ମୋର ପ୍ରୀତି ଭାଙ୍ଗିଲୁ କହିଲେ ଠିକ ତୁ ଦିନ ମୋର ପ୍ରୀତି ଭାଙ୍ଗିଲୁ ତୋର ଜୀବନ ଯାକ ଆଉ କେବେ ପ୍ରୀତି ହବନି ବୋଲି ମୟୁରଙ୍କୁ ସେ ଅଭିଶାପ ଦେଲେ। ଦେଇଦେଲେ ତ ସେତେବେଳେ ନାରାୟଣ କ'ଣ କଲେ ନାରାୟଣ ଆସି କହିଲେ ଯେ ମୟୁରର କିଛି ଦୋଷ ନାହିଁ ମା ପୁଅର ପ୍ରୀତି ଭାଙ୍ଗିବା ପାଇଁ ମୁଁ ସେ ରୂପ ନେଲି ଆସିଲି ମୟୁର ବଂଶ ଲୋପ ହେଇଯିବ ସେଇଥିପାଇଁ ମୟୁରକୁ ଏତେ ବଡ଼ ହେଲେ ଅଭିଶାପ ଦିଅନ୍ତୁ ନାହିଁ ସେଇଥିପାଇଁ ମୟୁରର ପ୍ରୀତି ନାହିଁ ମୟୁର ପିଛ ଧରି ପ୍ରଭୁ ଭଗବାନ ସେ କହିଲେ କିନ୍ତୁ ମୁଁ ତ ଅଭିଶାପ ମୟୁରକୁ ଦେବାର ଅଛି ଦେବି ସେଇଥିପାଇଁ ତୁ ଯୋଉ ଗାଣ୍ଡି ହଲେଇକିରି ବାଳ ହଲେଇକିରି ମୋର ପ୍ରୀତି ଭାଙ୍ଗିଲୁ ସେ ବାଳ ଧରି ତୁ ମୁଣ୍ଡରେ ବୁଲିବୁ ନାରାୟଣଙ୍କୁ ପାର୍ବତୀ ସେ
ଅଭିଶାପ ଅଭିଶାପ ଦେଲେ ଠିକ ବ୍ରହ୍ମା ବୈବର୍ତ୍ତ ବହୁତ ଭଦ୍ର ବ୍ୟକ୍ତି ଅଛନ୍ତି ବହୁତ ପ୍ରଶ୍ନ ପଚାରିବେ ହଁ, କିନ୍ତୁ ହଁ। ଆପଣ ଲାଇନଟା ଠିକରେ ଆସିଲା ପିଲାର ପ୍ରଶ୍ନଟା ଅଛି ଆଉ ଟିକେ ଶୁଣା ଘୁମେଇକି ବସିଛି ପିଲା ହଉ ଆଜ୍ଞା ଆପଣ ଖୁସି ତ ହଁ ଠିକ ଧନ୍ୟବାଦ ହେଲେ ତୋ ପଛରେ ମୁଁ